ଭଦ୍ରକ ଯିବାର ଥିଲା। ମୁଁ ଯେତେବେଳେ ସର ଗଲି ପେଟ୍ରୋଲ ପକେଇବା ପାଇଁ ସର ପେଟ୍ରୋଲ ପମ୍ପକୁ, ତ ସେଠି ଦେଖିଲି ପୁରା ଲମ୍ବା ଲାଇନ ରହିଛି। ଆଉ ଏ 3ଟା ପେଟ୍ରୋଲ ପମ୍ପ ଆମର ମାର୍କେଟ ଉପରେ ରହିଛି। ଯୋଉଠି ବି ଗଲି ସେଠି ଲମ୍ବା ଲାଇନ। ଆଉ ଗୋଟେ ପେଟ୍ରୋଲ ପମ୍ପରେ ଆପଣଙ୍କର ରହିଛି ଏପଟ ସାଇଡରେ ପେଟ୍ରୋଲ ପମ୍ପ ରହିଛି, ସେଠି ପୁରା ବନ୍ଦ ଥିଲା ପେଟ୍ରୋଲ ପମ୍ପ। HP ରେ ପୁରା ବନ୍ଦ ଥିଲା, ମନା କରିଦେଲେ ଭାଇ, ଏମିତି ହାତ ହଲେଇ ଗଲେ ଭାଇ ପେଟ୍ରୋଲ ପମ୍ପ ନାହିଁ। ତାପରେ ଆମେ ଇଣ୍ଡିଆନ ଅଏଲ ଗଲୁ, ସେଠି ବି ମଧ୍ୟ ଲମ୍ବା ଲାଇନ। ଆଉ ସେଠି 100 ଟଙ୍କାରୁ ଅଧିକ ପେଟ୍ରୋଲ ଦଉନଥିଲେ। ତ ଭାରତ ପେଟ୍ରୋଲିୟମ ସେଠି କଣ 50 ଟଙ୍କାର ଦଉନଥିଲେ ବୋଲି ମତେ ଜଣେ ଭାଇ କହିଲେ 50 ଟଙ୍କା ଅଧିକ ମିଳୁନାହିଁ। ତ ଲାଷ୍ଟକୁ ମୁଁ କହିଲି ମୋ ଗାଡିରେ ତ ତେଲ ନାହିଁ, ମୁଁ ଯିବି କେମିତି ଭଦ୍ରକ। ଲାଷ୍ଟକୁ ମୁଁ ଆଉ ଯାଇପାରିଲିନି, ଘରକୁ ଆସିକି ମୁଁ ରହିଗଲି। ମୁଁ ଭାବିଲି ତେଲ ପକେଇଲା ପରେ ଯଦି ହବ ମୁଁ ପୁଣି କାଲିକି ନହେଲେ ଯିବି। ତ ଏଇଭଳିକା ଅସୁବିଧାରେ ଆଜି ସହରବାସୀ ମାନେ ପଡିଛନ୍ତି। ଆଉ ମାନେ ଗହଳି ଯୋଉ ଏତେ ରହୁଛି, ମୁଁ ସେଇଟା ଆଶ୍ଚର୍ଯ୍ୟ ହେଇଗଲି, ଏତେ ଗହଳି କଣ ପାଇଁ। ଗୋଟେ ଭୟଭୀତ ହେଇଯାଇଛନ୍ତି ସବୁ ମାନେ ଜନସାଧାରଣ, ଯେ ପେଟ୍ରୋଲ ସରିଯାଉଛି ଆଉ ଆଗକୁ ପେଟ୍ରୋଲ ମିଳିବନି। ଆଉ ଏମିତି ଆଉ ପେଟ୍ରୋଲ ମାନେ ରେଟ୍ ମଧ୍ୟ ବଢିଯିବ ବୋଲି ଏମିତି ସୂଚନା ଆସୁଛି। ତ ମୋର କହିବାର କଥା, ଦେଶବାସୀ ମାନେ ଗୋଟେ କଥା ଜାଣି ରଖନ୍ତୁ, ଆମର ପ୍ରଧାନମନ୍ତ୍ରୀ, ଆମର ଦେଶର ପ୍ରଧାନମନ୍ତ୍ରୀ ଯିଏ ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଆର୍ଥିକ ମାନେ ତୈଳ ସଙ୍କଟ ଦେଖାଦେବ, କାହିଁକି ନା ମଧ୍ୟପ୍ରାଚ୍ୟର ଯୋଉ ଯୁଦ୍ଧ ଲାଗିଛି ତୈଳ ଆସିପାରୁନାହିଁ। ତେଣୁ ଯାହା ବି ମହଜୁଦ ରହିଛି ଆଗାମୀ ଦିନରେ ପାଖାପାଖି 100 ଦିନ ଯାଇ ତାହା ହେଇଯିବ। କିନ୍ତୁ ବର୍ତ୍ତମାନ ଯୋଉ ସଙ୍କଟ କଥା ଶୁଣିଛନ୍ତି ସମସ୍ତେ, ଭୟଭୀତ ହେଇକି ସମସ୍ତେ ତେଲ। ତ ମୋର କହିବା କଥା, ସେମାନେ ଧୈର୍ଯ୍ୟ ଧରନ୍ତୁ, ଯେତିକି ୟୁଜ୍ କରିବା କଥା ୟୁଜ୍ କରନ୍ତୁ। ଯୋଉଠି ଦରକାର ନାହିଁ ସେଠି ଗାଡି ନେଇକି ଯାଆନ୍ତୁ ନାହିଁ। ଆମର ଯଦି ଏମର୍ଜେନ୍ସି ହସ୍ପିଟାଲ ହଉ, କୌଣସି ଲୋକ ଅଫିସ ଯାଉଛି, ସେଇ ଜାଗାକୁ ଆପଣ ଗାଡି ନେଇକି ଯାଆନ୍ତୁ, ବା ଏମର୍ଜେନ୍ସି କେସରେ ଯାଆନ୍ତୁ। ଆଉ ଅନ୍ୟ ଟାଇମରେ ଆପଣ କେଠି ବୁଲିବା ଇଏ କରିବା ସେଠିକି ଟିକେ ବର୍ତ୍ତମାନ ପାଇଁ ଟିକେ ଜଗନ୍ତୁ। କାହିଁକି ନା ଏଟା ଦେଶର ସଙ୍କଟ, କେବଳ ଆମର ମୋର ନୁହେଁ କି ଆପଣଙ୍କର ନୁହେଁ, ସମସ୍ତଙ୍କର ସଙ୍କଟ। ଦେଶବାସୀ ହିସାବରେ ବା ନାଗରିକ ହିସାବରେ ଆମର କର୍ତ୍ତବ୍ୟ ରହିବା ଦରକାର ଯେ ଦେଶକୁ ଆମେ ନିଶ୍ଚିତ ଆମେ ସାହାଯ୍ୟ କରିବା। ତେଣୁ ଆମେ ନିଶ୍ଚିତ ପେଟ୍ରୋଲ ଟାକୁ କମ ୟୁଜ୍ କରନ୍ତୁ। ଯୋଉଠି ଦରକାର ଆପଣ ଏମର୍ଜେନ୍ସିରେ ଯାଆନ୍ତୁ, ନହେଲେ ଚାଲିକି ବା ସାଇକେଲରେ ଯାଆନ୍ତୁ। ଏତିକି ମୋର ନିବେଦନ ରହିବ। ପେଟ୍ରୋଲକୁ ବଞ୍ଚେଇକି ରଖନ୍ତୁ। ଶ୍ରୀରାମ ବେହେରା, ମୋ ଟାଙ୍କିର ତେଲ ଆଭେଲେବଲ ଅଛି, କିନ୍ତୁ ଅନ୍ୟ କିଛି ଏଠି ଲୋକାଲ ଟାଙ୍କିରେ ତେଲ କମ୍ପାନୀ ଯୋଗେଇ ପାରିନାହିଁ। ତେଣୁ ତାଙ୍କର ତେଲ ଆଭେଲେବଲ ନାହିଁ। ସେଇପାଇଁ ସେମିତି ପେଟ୍ରୋଲ ପମ୍ପ ଯେହେତୁ ଅନ୍ୟ ପେଟ୍ରୋଲ ପମ୍ପ ଆଉଟଲେଟ ଗୁଡା ବନ୍ଦ ଅଛି, ଏଠୁ ପ୍ରବଳ ଭିଡ। ଆଉ ଦିନ ସାରା ପୁରା ଚାଲିଛି, ସକାଳେ 6 ପାଖରୁ ବର୍ତ୍ତମାନ ସୁଦ୍ଧା ପ୍ରବଳ ଭିଡ। ଲାଇନ ଦେଇଛନ୍ତି, ରାସ୍ତା NH ପର୍ଯ୍ୟନ୍ତ ଲୋକ ଲାଇନ ଦେଇଛନ୍ତି କଷ୍ଟମର। 100 ଟଙ୍କାରେ ଦିଆହଉଛି, କାରଣ 100 ଟଙ୍କାରେ ଅଧିକା ଦେଇଦେଲେ ସମସ୍ତେ ତେଲ ପାଇବେ ନାହିଁ। ସମସ୍ତେ ନେଇକି ଚଳନ୍ତୁ। 100 ଟଙ୍କା କାର ବୋଲା 500 ଟଙ୍କା ନା 500 ଦିଆଯାଉଛି। ଅଧିକା ଦିଆଯାଉ ନାହିଁ। ଅଧିକା ଦେଇଦେଲା ମାନେ ଅନ୍ୟ କଷ୍ଟମର ମାନେ ସମସ୍ତେ ପ୍ରାୟ ହଇରାଣ ହେଇଯିବେ।